ଜାଣିଛନ୍ତି ଆଜ୍ଞା, ଏ ସ୍ୱାର୍ଥବାଦୀ ଦୁନିଆରେ ଏମିତି ଲୋକ ଅଛନ୍ତି, ପର ଲୋକ ପଛ ନିଜର ହେବେ, କିନ୍ତୁ ନିଜ ଲୋକ ସବୁଠାରୁ ବେଇମାନି। ନିଜ ଲୋକର ଯେତେବେଳେ ତମ ପ୍ରତି ସ୍ୱାର୍ଥ ସରିଯାଏ ନା, ସେତେବେଳେ ସେ ଲୋକ ତମର ଗୁଣ ନୁହଁ, ଖୁଣ ବାଛିବା ଆରମ୍ଭ କରିଦିଏ। ତମ ଚାଲିଚଳନ, କଥାବାର୍ତ୍ତା, ବ୍ୟବହାର ସବୁକିଛି ତାକୁ ଖରାପ ଲାଗେ। ସିଏ ଇଗ୍ନୋର କରିବା ଆରମ୍ଭ କରେ, କାହିଁକିନା ସେତେବେଳେ ତାର ସ୍ୱାର୍ଥ ସବୁ ସରିଯାଇଛି। ଆଉ ସେଇ ଲୋକ ଯେତେବେଳେ ତାଙ୍କର ସ୍ୱାର୍ଥ ଥିବ ନା, ତମ ଆଗ ପଛରେ ବୁଲୁଥିବେ, ତମକୁ ସବୁ କଥାରେ ପଚାରୁଥିବେ, ଉଚାରୁଥିବେ। କିନ୍ତୁ ଯେତେବେଳେ ସ୍ୱାର୍ଥ ସରିଯାଏ, ଦେଖନ୍ତି ଆ ପାଖରୁ କିଛି ଆମର ଆଉ ସ୍ୱାର୍ଥ ନାହିଁ, ସିଏ କେଉଁ କଥାରେ ତମକୁ ପଚାରିବାକୁ ପସନ୍ଦ କରନ୍ତିନି। ସେତେବେଳେ ତମ କଥାବାର୍ତ୍ତା, ଚାଲିଚଳନ, ବ୍ୟବହାର ସବୁ ତାଙ୍କ ଦୃଷ୍ଟିଗୋଚର ହୋଇଯାଏ। କିନ୍ତୁ ମୁଁ ସେଇମାନଙ୍କୁ କହୁଛି ଆଜ୍ଞା, ଥରେ ଭାବ, ସମ୍ପର୍କର ମୂଲ୍ୟକୁ ଥରେ ଭାବ, ବୁଝ, ଆଉ ତା ବିଷୟରେ ଟିକେ ଅନୁଧ୍ୟାନ କର। ସେ ଲୋକ ଆଗରୁ ସେଇଆ ନା ଏବେ ବଦଳିଗଲା? ଯଦି ସେଇଆ ଆଗରୁ, ତେବେ ତା ପ୍ରତି ତମର ଯେଉଁ ମାନ ଅଭିମାନ ଦୂରେଇ ତାକୁ ବୁଝିବାକୁ ଚେଷ୍ଟା କର। ତା କଥାକୁ ସମର୍ଥନ ନ କର ନାହିଁ, କିନ୍ତୁ ନାପସନ୍ଦ କରନି, ଇଗ୍ନୋର ତାକୁ କରନି। କ'ଣ ଠିକ୍ କହିଲି ନା?